ହେଇଯାଉଛି, ତାପରେ ମେଡିକାଲ ଅସୁବିଧା ହେଇଯାଉଛି। ଜଳ ବାନ୍ତି ହେଇଗଲେ ନାହିଁ କି ଆମେ ଏଠି ବୋଇଁ କରି ନେବୁ ଆମେ ମଣ୍ଡି ବେଜି ନେଉଛୁ, ତାପରେ କେତେ ପରେ ନେଉଛୁ ଲାଗି ଗାଡ଼ି ଆସୁନାହିଁ କିଛି ଆସୁନାହିଁ। নমস্কার, আজি আমি পৌঁছিছু এমিতি এক গাঁ ଯେଉଁଠାରେ ବର୍ଷା ଆସିଲେ ଲୋକଙ୍କ ଜୀବନ ଅଟକେ। ରାସ୍ତା ନାଁରେ ରହିଛି କେବଳ କାଦୁଅ। ଗାଁବାସୀ ବର୍ଷ ବର୍ଷ ଧରି ଏହି ପ୍ରକାର ରାସ୍ତା ଦାବି କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହେଇପାରୁନି। ଚାଲନ୍ତୁ ଦେଖିବା ଏହି ଗ୍ରାଉଣ୍ଡ ରିପୋର୍ଟ। ଆପଣ ଦେଖିପାରୁଥିବେ ଏହି ଦୃଶ୍ୟ କୌଣସି ଜଙ୍ଗଲ ରାସ୍ତା ନୁହେଁ, ଏହା ହେଉଛି ଏକ ଗାଁର ମୁଖ୍ୟ ରାସ୍ତା। ସାମାନ୍ୟ ବର୍ଷା ଆସିଲେ ସମ୍ପୂର୍ଣ୍ଣ ରାସ୍ତା କାଦୁଅ ପରିଣତ ହୋଇଯାଏ। ବାଇକ୍ ଚଳାଇବାଟା ତ ଦୂରର କଥା, ପାଦରେ ଚାଲିବା ମଧ୍ୟ କଷ୍ଟକର ହୋଇପଡେ। मोर ना ସୁନ୍ଦର ମାଝି केन गा ସୁଙ୍ଗେରଗଡ଼। ले तुमर गाटी काना काना प्रॉब्लम था से विषय ठीक को ଆମଟା ତ କିଛି ଯେ ବୋଲେ ଯେ କିଛି ସୁବିଧା ନାହିଁ, ରାସ୍ତାଘାଟ ଅସୁବିଧା ହେଇଯାଉଛି, ତାପରେ ମେଡିକାଲ ଅସୁବିଧା ହେଇଯାଉଛି। ଜଳ ବାନ୍ତି ହେଇଗଲେ ନାହିଁ କି ଆମେ ଏଠି ବୋଇଁ କରି ନେବୁ ଆମେ ମଣ୍ଡି ବେଜି ନେଉଛୁ, ତାପରେ କେତେ ପରେ ନେଉଛୁ ଲାଗି ଗାଡ଼ି ଆସୁନାହିଁ କିଛି ଆସୁନାହିଁ। ଆମକୁ ବେଳେ ଅସୁବିଧା ହେଇଯାଉଛି, केनता घर से नौच ବୋଇଁ କରି ନେଉଛୁ ଆଉ କେମିତି କରି ନେବୁ? ରାସ୍ତାଘାଟ ଦେଖୁ ନାହିଁ କୋଉଠି ଗାଡ଼ି ଆଉଛି। अरे जेन गर्भवती मां मान के जदी जेन आशा चिकित्सा पे आसन से मन किछि जानवर ଆଶା ରାଜ୍ୟ ମାନେ ଆସି ନାହିଁ କି ଯେ ଆସୁନା ହେଲା କି ଖାଲି ବୋଇଁ କରି ନେବା টাকা होय करने হয় କାଲି ବୋଇଁ କରି ନେବା টাকা। ले केन सरकार के जणाइलो ना ସରକାର ଜଣେଇଲେ ବି ନାହିଁ ଆଜ୍ଞା, କିଛି ଜଣେଇବି ନାହିଁ ହେଲା। नेता मंत्री मान ନେତା ମନ୍ତ୍ରୀ ଆସୁନାହିଁ କି କିଏ ଆସୁନାହିଁ ହେଲା, एतिक नहीं ଏଠି ନା କିଛି ଆସୁନାହିଁ। ले तुमे केनता से करबा के चाहू ସେଟା ନାହିଁ କି ଆଜ୍ଞା, ତାପରେ କାଠ ଦୁଇଟା ବାନ୍ଧି କରି ନାହିଁ କି ତାପରେ ବୋଇଁ କରି ନେଉଛୁ, 4-5 ଜଣ ହେଲେ ଆକା ନେବାକୁ ହେଉଛି ଆଉ। ले केन रास्ता ती जाउछ ତାପରେ ମାଣ୍ଡି ହେଉଛି କାଶପୁର, ତାପରେ ସେଠି ପାରମାନେ ଗଲେ କେରାଗଡ଼ ସିଧେ ବାଟ इधर होय। ले सरकार किछि सुविधा नहीं ନା କିଛି ସୁବିଧା କରବା ନାହିଁ ହେଲା କି। एनो अगनबाड़ी के ना ଅଙ୍ଗନବାଡ଼ି ନାହିଁ, ଆଶା ଦିଦି ନାହିଁ, କିଛି ନାହିଁ ହେଲା କି, किछि के भी नहीं କେ ନାହିଁ ଆସୁ ହେଲା। आपण माने देखि पारुथिबे ए गाँव रो दृश्य जेंता कि रास्ता घाट रो समस्या केंता कि आशा दीदी भी एन लोक आसी चिकित्सा नहीं करि पारबार बुझि पारलो कि नहीं। आशा दीदी भी आसी चिकित्सा नहीं करि पारबार जेंता कि बहुत मलेरिया डेंगू गला वर्षरे भी बहुत समस्या रे दूर करथिले केरपा पंचायत के भी आसीथिले किछि सुविधा भी मिलला नहीं से मान के रास्ता घाट पाई। ଏଇଟା କଳାହାଣ୍ଡି ଜିଲ୍ଲା ଥମୁଲ ରାମପୁର ବ୍ଲକ କେରପାଇ ଜିପି ସୁଙ୍ଗେରଗଡରେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଅନେକ ଥର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ପ୍ରକାର ରାସ୍ତା ହୋଇପାରି ନାହିଁ। ଏହି ରାସ୍ତା ଦେଇ ପ୍ରତିଦିନ ସ୍କୁଲ ପିଲା ବୃନ୍ଦ ଓ ରୋଗୀମାନେ ଯାତାୟାତ କରି ବର୍ଷା ସମୟରେ ଗର୍ଭବତୀ ମହିଳା କିମ୍ବା ଗୁରୁତର ରୋଗୀଙ୍କୁ ହସ୍ପିଟାଲ ନେବା ମଧ୍ୟ ବଡ ସମସ୍ୟା ହୋଇଯାଇଛି। ଆପଣ ଦେଖିପାରୁଛନ୍ତି କିପରି ଜଣେ ବାଇକ୍ କାଦୁଅରେ ସଂଘର୍ଷ କରି ଟିକେ ଅସାବଧାନ ହେଲେ ବଡ ଦୁର୍ଘଟଣା ଘଟିପାରେ। ଗାଁବାସୀ କହିବା ଅନୁସାରେ ନିର୍ବାଚନ ସମୟରେ ରାସ୍ତା ନିର୍ମାଣ ପ୍ରତିଶ୍ରୁତି ମିଳେ, କିନ୍ତୁ ନିର୍ବାଚନ ସରିଗଲେ ସେ ପ୍ରତିଶ୍ରୁତି ଭୁଲି ଯାଆନ୍ତି। ଆମ ପ୍ରତିନିଧି ଗାଁବାସୀ ସହ କଥା ହଉଥିଲେ, ସେମାନେ ନିଜ ସମସ୍ୟା ଖୋଲାଖୋଲି କହନ୍ତି ଏବଂ ଶୀଘ୍ର ରାସ୍ତା ନିର୍ମାଣ ପାଇଁ ଦାବି କରନ୍ତି। ଗାଁ ବିକାଶ ପାଇଁ ରାସ୍ତା ହେଉଛି ସବୁଠାରୁ ମୌଳିକ ସୁବିଧା। ରାସ୍ତା ନଥିଲେ ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସବୁ ପ୍ରଭାବିତ। ଏହି ରିପୋର୍ଟ ମାଧ୍ୟମରେ ଆମର ଅନୁରୋଧ, ସମ୍ପୂର୍ଣ୍ଣ ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ଦେଖନ୍ତୁ ଏବଂ ଯଦି ପ୍ରକୃତରେ ରାସ୍ତା ଅବସ୍ଥା ଏହିପରି ଅଛି ତେବେ ଆବଶ୍ୟକ ପଦକ୍ଷେପ ନିଅନ୍ତୁ। ଏହା ଥିଲା ପ୍ରକୃତ ଖବରର ଗ୍ରାଉଣ୍ଡ ରିପୋର୍ଟ। ଆପଣଙ୍କ ଅଞ୍ଚଳରେ ଏହିଭଳି ସମସ୍ୟା ଥିଲେ ଆମକୁ ଜଣାନ୍ତୁ, ଆମେ ଆପଣଙ୍କ ସ୍ୱରକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବୁ। ଭିଡିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ପ୍ରକୃତ ଖବର ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ। ବ୍ୟୁରୋ ରିପୋର୍ଟ, ପ୍ରକୃତ ଖବର।